বাস করুছু জগতরে বাস করিবা বেলে বিভিন্ন কার্যরে আমি প্রবৃত্ত হই আমি পাপ করু তবে পাপ করিবা দ্বারা পাপর বেতন যে মৃত্যু বা পাপর দরমা যে মৃত্যু অটে ଏହା সুনিশ্চিত অটে। ଆଉ ଯେତେବେଳେ ଜଗତରେ ଆମେ ଜନ୍ମ ଲାଭ କରିଅଛୁ ଆମମାନଙ୍କ ପାଇଁ ମୃତ୍ୟୁ ସୁନିଶ୍ଚିତ ଏହା ଆମେ ସମସ୍ତେ ଜାଣୁ, କିନ୍ତୁ ଜନ୍ମ ଆଉ ମୃତ୍ୟୁର ମଧ୍ୟରେ ଯେଉଁ ଜୀବନ ଯାପନ ଆମେ କରୁ ତହିଁ ମଧ୍ୟରେ ଆମେ ଯେଉଁ ସକଳ କର୍ମ କରୁ ଆଉ ସେ ସକଳ କର୍ମ ପ୍ରାୟ ପାପର କର୍ମ। ଆମେ ଆମମାନଙ୍କର ଚାହାଣୀ ଆମମାନଙ୍କର ଚାହିଁବା ଆମମାନଙ୍କର କଥା କହିବା ଆମମାନଙ୍କର ଆଚରଣ ଏ ସକଳ ବିଷୟ ଆଉ ଆମମାନଙ୍କୁ ପାପ ଆଡ଼କୁ କଢ଼ାଇ ନାହିଁ। ତେବେ ସେଇ ପାପରୁ ଉଦ୍ଧାର ପାଇବା ପାଇଁ ପାପରୁ ମୁକ୍ତି ପାଇବା ପାଇଁ ମନୁଷ୍ୟ କେତେ ଚେଷ୍ଟା କଲେ ମଧ୍ୟ କେତେ ବଳି ଦେଲେ ମଧ୍ୟ ତହିଁରୁ ସେ କ୍ଷମା ପ୍ରାପ୍ତ ହେଇପାରିବ ନାହିଁ। ଏଣୁ ଧର୍ମଶାସ୍ତ୍ର ଏହା ପ୍ରକାଶ କରେ ମନୁଷ୍ୟର ପାପରୁ ପରିତ୍ରାଣ ଦେବା ନିମନ୍ତେ ମନୁଷ୍ୟର ପାପରୁ ଉଦ୍ଧାର କରିବା ନିମନ୍ତେ ପାପକୁ ଧୌତ କରିବା ନିମନ୍ତେ ଗୋଟିଏ ନିଖୁନ୍ତ ରକ୍ତ ଗୋଟିଏ ନିର୍ଦ୍ଦୋଷ ରକ୍ତର ଆବଶ୍ୟକତା ଥିଲା। ଏଣୁ କୌଣସି ପଶୁ କିମ୍ବା କୌଣସି ପକ୍ଷୀର ରକ୍ତକୁ ବ୍ୟବହାର ନ କରି ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜର ରକ୍ତକୁ ସେ ଢାଳି ଦେଲେ ଆଉ ତାଙ୍କର ଏହି ରକ୍ତ ଆମମାନଙ୍କର ପାପରୁ ଆମମାନଙ୍କୁ ଉଦ୍ଧାର କରେ। ତାଙ୍କ ରକ୍ତ ଆମଙ୍କର ପାପରୁ ଆମମାନଙ୍କୁ ଧୌତ କରେ। ଯେବେ ତାଙ୍କ ରକ୍ତକୁ ଆମେ ବିଶ୍ୱାସ କରୁ ତାଙ୍କର ମୃତ୍ୟୁକୁ ଆମେ ବିଶ୍ୱାସ କରୁ ତେବେ ଆମେ ପରିତ୍ରାଣ ପ୍ରାପ୍ତ ହଉ ବା ଧାର୍ମିକ ଗଣିତ ଆମେ ହେଇଥାଉ। ଏଣୁ ପ୍ରିୟ ଗ୍ରାମବାସୀ ଆମେ ସମସ୍ତଙ୍କୁ ଏ ବିଷୟକୁ ପରିପ୍ରକାଶ କରୁ ଯେ ଜଣେ ବ୍ୟକ୍ତି ମନୁଷ୍ୟ ରୂପ ଧାରଣ କଲେ ଏବଂ ମନୁଷ୍ୟ ମାନଙ୍କ ନିମନ୍ତେ ଉଦ୍ଧାରର ପଥ ନିମନ୍ତେ ମୃତ୍ୟୁବରଣ କଲେ। ଯଦି ଆମେ ତାହାକୁ ବିଶ୍ୱାସ କରିବା ସେ ଆମର ପ୍ରଭୁ ସେ ଆମମାନଙ୍କର ଉଦ୍ଧାର କର୍ତ୍ତା ତେବେ ନିଶ୍ଚିତ ଭାବରେ ଆମେ ଏହି ପାପମୟ ଜୀବନରୁ ଯଦ୍ୟପି ଆମେ ମୃତ୍ୟୁବରଣ କରିବା କିନ୍ତୁ ଆମମାନଙ୍କ ପାଇଁ ଏକ ଧାର୍ମିକ ସ୍ଥଳ ଆମମାନଙ୍କ ପାଇଁ ଏକ ଉତ୍ତମ ସ୍ଥଳ ରଖାଯାଇଛି। ତେଣୁ ପ୍ରଭୁ ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।